ଆପଣଙ୍କ ପିଲାକୁ ବର୍ଷକୁ ବାରମ୍ବାର ଥଣ୍ଡା କାଶ ଲାଗି ରହୁଛି। ସକାଳ ହେଲେ ନାକରୁ ପାଣି ବହୁଛି। ଏଇଟା ଆପଣଙ୍କର ପିଲା ଭିତରେ ଆଲର୍ଜିକ୍ର ଗୋଟେ ମ୍ୟାନିଫେଷ୍ଟେସନ୍ ହେଇପାରେ, ଯେଉଁଟାକୁ ଆମେ ଆଲର୍ଜିକ୍ ରାଇନାଇଟିସ୍ କହୁ। ଏହି ରୋଗର ଲକ୍ଷଣରେ ପିଲା ସବୁଦିନ ସକାଳେ କିମ୍ବା ସନ୍ଧ୍ୟାବେଳେ ଉଠିଲା ବେଳେ ନାକରୁ ପାଣି ବୋହିବା, ଶୋଇଲା ବେଳେ କାଶ ହେବା, ଅଧ ରାତିରେ କାଶ ହେଇ ନିଦ ଭାଙ୍ଗିଯିବା ଲକ୍ଷଣ ରହେ। ଏହି ରୋଗର ଚିକିତ୍ସା ପାଇଁ ପିଲାମାନଙ୍କୁ ଆମେ ପ୍ରଥମତଃ ହିଷ୍ଟ୍ରି ନେଉ। ମା ବାପାମାନଙ୍କର ଆସ୍ଥମା କିମ୍ବା ଆଲର୍ଜିକ୍ ହିଷ୍ଟ୍ରି, ଏନଭାଇରନମେଣ୍ଟାଲ ପଲ୍ୟୁସନ୍ ଏକ୍ସପୋଜର, ଡଷ୍ଟ ପାର୍ଟିକଲ୍ ଏକ୍ସପୋଜର ଆଉ କିମ୍ବା କିଛି ଖାଦ୍ୟ ଜିନିଷ ଯେଉଁଥିରେ କି ଆଲର୍ଜିକ୍ ଟେଣ୍ଡେନ୍ସି ରହିପାରେ ସେଟାକୁ ଆମେ କ୍ରସ୍ ଭେରିଫାଏ କରୁ। ୱାନ୍ସ ଆମେ ପିଲାକୁ ଭଲସେ ଏକ୍ସାମିନ୍ କରି ହିଷ୍ଟ୍ରି ନେଲା ପରେ ଆମେ এই ডায়াগনোସିସ୍ ଆଲର୍ଜିକ୍ ରାଇନାଇଟିସ୍ରେ ପହଞ୍ଚୁ। ଏହି ରୋଗର ଟ୍ରିଟମେଣ୍ଟ ସମ୍ପୂର୍ଣ୍ଣ ଭାବରେ ହୋଇପାରିବ, କିନ୍ତୁ ଏଇଥିରେ ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ପିଲାକୁ କମ୍ପ୍ଲାଏନ୍ସ ଟୁ ଥେରାପି, ମାନେ ଦୀର୍ଘ ଦିନ ଧରିକିନା ଏହି ରୋଗର ଚିକିତ୍ସା ପାଇଁ ମାସ କିମ୍ବା ବର୍ଷ ବି ଲାଗିପାରେ। ସେଇଥିପାଇଁ ନିୟମତମ ଔଷଧ ଖାଇବା ଆଉ ଇନହେଲର ୟୁଜ୍ କରିବା ଦରକାର।